ବଡ଼ପାହାଳଠାରୁ ପିରାମୁଣ୍ଡା ଛକ ଜରାଜୀର୍ଣ୍ଣ ଅବସ୍ଥା। ସରକାର ଗମନାଗମନର ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଗ୍ରାମ ପଞ୍ଚାୟତର ବଡ଼ପାହାଳଠାରୁ ବିରାମୁଣ୍ଡା ରାସ୍ତାରେ ଖାଲ ଖମା ହୋଇ ପାଣି ଜମି ରହୁଥିବାରୁ ଲୋକମାନଙ୍କର ଯାତାୟାତରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି। ବଡ଼ପାହାଳଠାରୁ ପିରାମୁଣ୍ଡା ଛକ ଜରାଜୀର୍ଣ୍ଣ ଅବସ୍ଥା। ସରକାର ଗମନାଗମନର ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଗ୍ରାମ ପଞ୍ଚାୟତର ବଡ଼ପାହାଳଠାରୁ ବିରାମୁଣ୍ଡା ରାସ୍ତାରେ ଖାଲ ଖମା ହୋଇ ପାଣି ଜମି ରହୁଥିବାରୁ ଲୋକମାନଙ୍କର ଯାତାୟାତରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି। ବୌଦ୍ଧରୁ ଅକ୍ରୁର ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଲକ୍ଷ୍ମୀ 7।